ओम शांति ओम शांति 7/3/2026 प्रातः मुरली ओम शांति बापदादा मधुबन। आज मिठा बाबा तांको मिठा संतान मानक कौन निर्देश देइचंती। मिठा बाबा कहउचंती, मिठे बच्चे वर्तमान समय रे तुमे माने बाबांक सहित सेवारे सहयोगी होइछ। ସେଥିପାଇଁ ତୁମର ଗୁଣଗାନ ହେଉଛି, କିନ୍ତୁ ପୂଜନ ନୁହେଁ। କାହିଁକି ନା ତୁମମାନଙ୍କର ଶରୀର ଅପବିତ୍ର ଅଟେ। ବାବା ଆଜି କ'ଣ କହିଲେ ତାଙ୍କ ସନ୍ତାନମାନଙ୍କୁ? ବର୍ତ୍ତମାନ ସମୟରେ ତୁମେମାନେ ବାବାଙ୍କ ସହିତ ସେବାରେ ସହଯୋଗୀ ହୋଇଛ। ସେଥିପାଇଁ ତୁମର ଗୁଣଗାନ ହେଉଛି, କିନ୍ତୁ ପୂଜନ ନୁହେଁ। କାହିଁକି ନା ତୁମମାନଙ୍କର ଶରୀର ଅପବିତ୍ର ଅଟେ। ପ୍ରଶ୍ନ, କେଉଁ ନିଶା ତୁମମାନଙ୍କର ବୁଦ୍ଧିରେ ନିରନ୍ତର ରହିବା ଦରକାର? ଉତ୍ତର, ଆମେ ସମସ୍ତେ ଶିବ ବାବାଙ୍କର ସନ୍ତାନ। ତାଙ୍କଠାରୁ ରାଜଯୋଗ ଶିକ୍ଷା କରି ସ୍ୱର୍ଗରେ ରାଜତ୍ୱ କରିବାର ସମ୍ପତ୍ତି ନେଉଛୁ। ଏହି ନିଶା ତୁମର ନିରନ୍ତର ରହିବା ଦରକାର। ଯଦି ବିଶ୍ୱର ମାଲିକ ହେବାର ଅଛି, ତେବେ ବହୁତ ସାବଧାନପୂର୍ବକ ନିଜେ ପଢ଼ିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଢ଼ାଇବାକୁ ହେବ। କେବେ ହେଲେ ବି ବାବାଙ୍କର ନିନ୍ଦା କରିବାର ନାହିଁ। କାହା ସହିତ ଲଢ଼େଇ ଝଗଡ଼ା ମଧ୍ୟ କରିବାର ନାହିଁ। ତୁମେମାନେ କଉଡ଼ିରୁ ହୀରା ତୁଲ୍ୟ ହେଉଛ, ତେଣୁ ଭଲ ଭାବରେ ଦୈବୀ ଗୁଣ ଧାରଣ କରିବାକୁ ହେବ। ଗୀତ जो पिया के साथ है। ओम शांति। ପିଲାମାନେ ବୁଝିଲେ, ଯିଏ ଶିବ ବାବାଙ୍କର ସାଥିରେ ଅଛନ୍ତି, ସେମାନେ ନିଶ୍ଚିନ୍ତ ଭାବରେ ବାପଦାଦାଙ୍କର ସାଥିରେ ଅର୍ଥାତ ବ୍ରହ୍ମା ବାବାଙ୍କର ସାଥିରେ ଅଛନ୍ତି। ଏବେ ତ ଦୁଇ ଜଣ ଯାକ ଏକାଠି ଅଛନ୍ତି ନା। ଏକଥା ଭଲ ଭାବରେ ବୁଝାଇ ଦିଆଯାଇଛି ଯେ ପରମପିତା ପରମାତ୍ମା ଶିବ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କିପରି କରିବେ। ଏକଥା ତ ମନୁଷ୍ୟମାନେ ଜାଣିନାହାନ୍ତି। ତୁମେ ସନ୍ତାନମାନେ ହିଁ ଜାଣିଛ। ତାଙ୍କର ନିଜର ଶରୀର ନାହିଁ। ଶ୍ରୀକୃଷ୍ଣଙ୍କର ତ ନିଜର ଶରୀର ଅଛି। ଏପରି ତ କୁହାଯାଇପାରିବ ନାହିଁ ଯେ ପରମାତ୍ମା ଶ୍ରୀକୃଷ୍ଣଙ୍କ ଶରୀର ଦ୍ୱାରା। ନା, ଶ୍ରୀକୃଷ୍ଣ ତ ହେଉଛନ୍ତି ସତ୍ୟଯୁଗର ରାଜକୁମାର। ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରାଉଛନ୍ତି। ତେଣୁ ନିଶ୍ଚିନ୍ତ ଭାବରେ ତାଙ୍କୁ ବ୍ରହ୍ମାଙ୍କ ଶରୀରରେ ହିଁ ପ୍ରବେଶ କରିବାକୁ ପଡ଼ିବ। ଆଉ କୌଣସି ଉପାୟ ନାହିଁ। ଏଥିରେ ପ୍ରେରଣା ଆଦିର କୌଣସି କଥା ନାହିଁ। ବାବା ବ୍ରହ୍ମାଙ୍କ ଦ୍ୱାରା ସବୁ କିଛି ବୁଝାଇ ଦେଉଛନ୍ତି। ବୀଜମାଳା, ଯାହାକୁ ରୁଦ୍ରମାଳା ବୋଲି କୁହାଯାଏ, ଯାହାକୁ ମନୁଷ୍ୟମାନେ ପୂଜା କରନ୍ତି, ସ୍ମରଣ କରୁଛନ୍ତି। ତୁମେ ସନ୍ତାନମାନେ ଜାଣିଛ ଯେ ଏହି ରୁଦ୍ରମାଳାକୁ କେବଳ ସ୍ମରଣ କରାଯାଉଛି। ବ୍ରହ୍ମା ସରସ୍ୱତୀଙ୍କୁ ତ ମେରୁ କୁହାଯାଉଛି। ବାକି ରହିଲା ପିଲାମାନଙ୍କର ମାଳା। ବିଷ୍ଣୁଙ୍କର ତ ଗୋଟିଏ ମାଳା ରହିଛି, ଯାହାକୁ ପୂଜା କରାଯାଇପାରିବ। ବର୍ତ୍ତମାନ ତୁମେମାନେ ପୁରୁଷାର୍ଥୀ ଅଟେ। ଅନ୍ତିମ ସମୟରେ ତୁମକୁ ସ୍ମରଣ କରିବେ। ଆତ୍ମାମାନଙ୍କର ମାଳା ନା ଜୀବ ଆତ୍ମାମାନଙ୍କର ମାଳା? ପ୍ରଶ୍ନ ଉଠିବ ନା। ବିଷ୍ଣୁଙ୍କର ମାଳାକୁ ତ ଚୈତନ୍ୟ ଜୀବ ଆତ୍ମାମାନଙ୍କର ମାଳା କୁହାଯିବ। ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରାଯାଇଥାଏ, କାରଣ ତାଙ୍କର ଆତ୍ମା ଏବଂ ଶରୀର ଉଭୟ ପବିତ୍ର। ରୁଦ୍ରମାଳା, ଯାହାକି କେବଳ ଆତ୍ମାମାନଙ୍କର ମାଳା ଅଟେ। କାହିଁକି ନା ଶରୀର ତ ଅପବିତ୍ର ଅଟେ, ତାଙ୍କୁ ତ ପୂଜା କରାଯାଇପାରିବ ନାହିଁ। ଆତ୍ମାର କିପରି ପୂଜା କରାଯିବ? ତୁମେ କହୁଛ ରୁଦ୍ରମାଳାର ପୂଜା କରାଯାଇଥାଏ, କିନ୍ତୁ ନା, ତାର
ପୂଜା କରାଯାଏ ନାହିଁ। ତାକୁ ସ୍ମରଣ କରିବାର ମାଳା ବା ଜପାମାଳି କୁହାଯାଏ। ସେଥିରେ ଯେଉଁ ଦାନା ଗୁଡ଼ିକ ବି ରହିଛି ସେଗୁଡ଼ିକ ତୁମ ବ୍ରାହ୍ମଣମାନଙ୍କର ହିଁ ସ୍ମାରକୀ ଅଟେ। ଯେତେବେଳେ ଶରୀରରେ ଥାଏ ଦାନ ତ ବ୍ରାହ୍ମଣମାନଙ୍କର, ଏକଥା ତ କାହାକୁ ଜଣା ନାହିଁ ଯେ ସେମାନେ କାହାକୁ ସ୍ମରଣ କରନ୍ତି। ଏମାନେ ହେଲେ ବ୍ରାହ୍ମଣ ଯେଉଁମାନେ ଭାରତର ସେବା କରୁଛନ୍ତି, ଯାହାଙ୍କୁ ସମସ୍ତେ ସ୍ମରଣ କରୁଛନ୍ତି। ଜଗତ ଅମ୍ବା ଏବଂ ବହୁତ ଦେବୀ ଆଦି ଅଛନ୍ତି, ତାଙ୍କୁ ସ୍ମରଣ କରିବା ଉଚିତ। ଲକ୍ଷ୍ମୀ ନାରାୟଣ ପୂଜନ ଯୋଗ୍ୟ ହେଉଛନ୍ତି, ତୁମେ ନୁହଁ, କାହିଁକି ନା ତୁମର ଶରୀର ପତିତ। ଆତ୍ମା ପବିତ୍ର ହେଲେ ମଧ୍ୟ ତୁମର ପୂଜା ହୋଇପାରିବ ନାହିଁ, କେବଳ ସ୍ମରଣ କରାଯାଇପାରିବ। ଯଦି ତୁମକୁ କେହି ବି କିଛି ପଚାରୁଛନ୍ତି, ସେଥିପାଇଁ ତୁମେ ନିଜେ ବୁଝିଥିବା ଦରକାର ତୁମେମାନେ ବ୍ରାହ୍ମଣୀ ଅଟ। ତୁମର ସ୍ମୃତି ଚିହ୍ନ ଦେବୀମାନଙ୍କ ଉପରେ ରହିଛି। ତୁମେ ଶ୍ରୀମତ ଅନୁସାରେ ନିଜେ ପାବନ ହେଉଛ। ତେଣୁ ଏହି ମାଳା ପ୍ରଥମେ ବ୍ରାହ୍ମଣମାନଙ୍କର ବୋଲି ବୁଝିବାକୁ ହେବ, ପରେ ଦେବତାମାନଙ୍କର। ବିଚାର ସାଗର ମନ୍ଥନ କରିବା ଦ୍ୱାରା ଫଳାଫଳ ବାହାରିବ। ଯେତେବେଳେ ଆତ୍ମାମାନେ ଶାଳଗ୍ରାମ ରୂପରେ ଥାଆନ୍ତି, ସେତେବେଳେ ପୂଜା କରାଯାଇଥାଏ। ଶିବଙ୍କ ସହିତ ଶାଳଗ୍ରାମମାନଙ୍କର ମଧ୍ୟ ପୂଜା ହୁଏ, କାରଣ ଆତ୍ମା ପବିତ୍ର, ଶରୀର ନୁହେଁ। ତୁମମାନଙ୍କୁ କେବଳ ସ୍ମରଣ କରୁଛନ୍ତି କାହିଁକି? କାରଣ ତୁମେମାନେ ଶରୀର ସହିତ ସେବା କରୁଛ। ତୁମର ପୂଜା ହୋଇପାରିବ ନାହିଁ। ପୁଣି ଯେତେବେଳେ ଏହି ଶରୀରକୁ ତ୍ୟାଗ କରିଦେଉଛ, ସେତେବେଳେ ତୁମର ମଧ୍ୟ ଶିବଙ୍କ ସହିତ ପୂଜା କରାଯାଉଛି। ଏସବୁ ବିଷୟରେ ବିଚାର କରାଯାଉଛି ନା? ତୁମେ ବର୍ତ୍ତମାନ ବ୍ରାହ୍ମଣ ଅଟ। ଶିବ ବାବା ମଧ୍ୟ ବ୍ରହ୍ମାଙ୍କ ଶରୀରରେ ଆସୁଛନ୍ତି, ତେଣୁ ବ୍ରହ୍ମା ମଧ୍ୟ ସାକାରରେ ଅଛନ୍ତି। ତୁମେମାନେ କେତେ ମେହନତ କରୁଛ। ଏହି ମାଳା ଯେପରି ତୁମ ସାକାର ମନୁଷ୍ୟମାନଙ୍କର ଅର୍ଥାତ୍ ବ୍ରହ୍ମା ସରସ୍ୱତୀ ସହିତ ତୁମେ ସବୁ ଜ୍ଞାନ ଗଙ୍ଗାମାନଙ୍କର ହିଁ ସ୍ମାରକୀ ଅଟେ। ଏହି ରୁଦ୍ର ଯଜ୍ଞ ରଚନା କରି ତୁମେ ଭାରତକୁ ସ୍ୱର୍ଗ କରୁଛ। ଯେଉଁମାନଙ୍କୁ ପୂଜା କରୁଛନ୍ତି, ସେଥିରେ କେବଳ ଶିବ ଏବଂ ଶାଳଗ୍ରାମମାନେ ଅଛନ୍ତି। ସେଥିରେ ବ୍ରହ୍ମା ସରସ୍ୱତୀଙ୍କର ଅଥବା ତୁମ ସନ୍ତାନମାନଙ୍କର ନାମ ନାହିଁ। ଏଠାରେ ତ ସମସ୍ତଙ୍କର ନାମ ରହିଛି। ତୁମମାନଙ୍କୁ ସ୍ମରଣ କରୁଛନ୍ତି। କେଉଁମାନେ ଜ୍ଞାନ ଗଙ୍ଗା ଥିଲେ, ସେ ତ ହେଉଛନ୍ତି ଜ୍ଞାନର ସାଗର। ଇଏ ହେଉଛନ୍ତି ବ୍ରହ୍ମପୁତ୍ର, ବଡ଼ ନଦୀ। ଏହି ବ୍ରହ୍ମା ମାତା ମଧ୍ୟ ଅଟନ୍ତି। ସାଗର ତ କେବଳ ଜଣେ, ବାକି ଗଙ୍ଗାମାନେ ତ ଭିନ୍ନ ଭିନ୍ନ ପ୍ରକାରର ହୋଇଥାନ୍ତି। କ୍ରମାନୁସାରେ ଯାହାଙ୍କ ପାଖରେ ଭଲ ଜ୍ଞାନ ରହିଛି, ତାଙ୍କୁ ସରୋବର କୁହାଯାଏ। ଯାହାର ମହିମା ମଧ୍ୟ ରହିଛି, କହନ୍ତି ମାନ ସରୋବରରେ ସ୍ନାନ କରିଲେ ପରି ହୋଇଯାଆନ୍ତି। ତେଣୁ ତୁମର ମାଳା ସ୍ମରଣ କରାଯାଉଛି। ସିମିରଣୀ ବୋଲି କହିଥାନ୍ତି ନା? କହନ୍ତି ସ୍ମରଣ କର। ସେମାନେ ତ କେବଳ ରାମ ରାମ କହିଥାନ୍ତି। କିନ୍ତୁ ତୁମେ ତ ଜାଣିଛ ସ୍ମରଣ କାହାକୁ କରାଯିବ? ଯେଉଁମାନେ ଅଧିକ ସେବା କରିଥାନ୍ତି। ପ୍ରଥମେ ତ ବାବା ହେଲେ ଫୁଲ, ପୁଣି ମେରୁଦାନା। ଯିଏକି ବହୁତ ମେହନତ କରିଥାନ୍ତି, ପୁଣି ସେହି ରୁଦ୍ରମାଳା ହିଁ ବିଷ୍ଣୁଙ୍କର ମାଳା ହୋଇଥାଏ। ତୁମମାନଙ୍କର କେବଳ ଆତ୍ମାର ପୂଜା କରାଯାଉଛି। ତୁମେ ଏବେ ସ୍ମରଣ ଯୋଗ୍ୟ ହୋଇଛ, ତୁମକୁ ହିଁ ସ୍ମରଣ କରାଯାଉଛି। ବାକି ପୂଜା ହୋଇପାରିବ ନାହିଁ, କାରଣ ଆତ୍ମା ପବିତ୍ର, କିନ୍ତୁ ଶରୀର ଅପବିତ୍ର ଅଟେ। ଅପବିତ୍ର ଜିନିଷର କେବେ ପୂଜା କରାଯାଇ ନଥାଏ। ତୁମେମାନେ ଯେତେବେଳେ ରୁଦ୍ରମାଳା ହେବାର ଯୋଗ୍ୟ ହୋଇଯାଉଛ, ପରେ ପୁଣି ଅନ୍ତିମ ସମୟରେ ତୁମେମାନେ ଶୁଦ୍ଧ ହୋଇଯାଉଛ। ତୁମକୁ ସାକ୍ଷାତକାର ହେବ ଯେ କିଏ କିଏ ସମ୍ମାନର ସହିତ ପାସ୍ ହେଉଛନ୍ତି।
ସେବା କରିବା ଦ୍ୱାରା ତୁମର ନାମ ବିଖ୍ୟାତ ହୋଇଥାଏ। ଜଣା ପଡ଼ିଯାଏ ବୀଜମାଳାରେ କିଏ କିଏ କ୍ରମାନ୍ୱୟରେ ଆସିବେ। ଏହା ବହୁତ ଗୁହ୍ୟ କଥା। ମନୁଷ୍ୟ ତ କେବଳ ରାମ ରାମ କହିଥାନ୍ତି। ଖ୍ରୀଷ୍ଟିଆନମାନେ ଖ୍ରୀଷ୍ଟଙ୍କୁ ସ୍ମରଣ କରିଥାନ୍ତି। ମାଳା କାହାର ହେବ? ଭଗବାନ ତ କେବଳ ଜଣେ। ବାକି ଯେଉଁମାନେ ପାଖରେ ବସିଛନ୍ତି ତାଙ୍କର ମାଳା ତିଆରି ହେଉଥିବ। ଏହି ମାଳାକୁ ଏବେ କେବଳ ତୁମେମାନେ ହିଁ ବୁଝିପାରୁଛ। ଯଦି ଆଦି ସନାତନ ଦେବୀ ଦେବତା ଧର୍ମାବଲମ୍ବୀମାନେ ହିଁ ବୁଝିପାରୁ ନଥିଲେ ତେବେ ଅନ୍ୟମାନେ କିପରି ବୁଝିବେ? ସମସ୍ତଙ୍କୁ ତ ପତିତରୁ ପାବନ ଏକମାତ୍ର ବାବା ହିଁ କରିବେ। ଖ୍ରୀଷ୍ଟଙ୍କ ପାଇଁ ଏପରି କୁହାଯିବ ନାହିଁ ଯେ ସେ ପତିତମାନଙ୍କୁ ପାବନ କରିଥାନ୍ତି। ତାଙ୍କୁ ମଧ୍ୟ ଜନ୍ମ ମରଣରେ ଆସି ତଳକୁ ଖସିବାକୁ ହିଁ ପଡ଼ିବ। ବାସ୍ତବରେ ତାଙ୍କୁ ଗୁରୁ ମଧ୍ୟ କୁହାଯିବ ନାହିଁ, କାହିଁକି ନା ସମସ୍ତଙ୍କର ସଦ୍ଗତି ଦାତା ହେଉଛନ୍ତି ଏକମାତ୍ର ବାବା। ତାହା ତ ଯେତେବେଳେ ଅନ୍ତିମ ସମୟ ଆସିବ, ବୃକ୍ଷର ଅବସ୍ଥା ଜୀର୍ଣ୍ଣ ଶୀର୍ଣ୍ଣ ହୋଇଯିବ, ସେତେବେଳେ ବାବା ଆସି ସମସ୍ତଙ୍କୁ ସଦ୍ଗତି ଦେବେ। ଧର୍ମର ସ୍ଥାପନା କରିବା ପାଇଁ ଆତ୍ମାମାନେ ଉପରକୁ ଆସିଥାନ୍ତି। ତାଙ୍କୁ ତ ଜନ୍ମ ମରଣରେ ଆସିବାକୁ ହିଁ ପଡ଼ିବ। କିନ୍ତୁ ସତ ଗୁରୁ କେବଳ ଜଣେ। ସେ ହିଁ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି। କୌଣସି ମନୁଷ୍ୟ ସଚ୍ଚା ସଦ୍ଗୁରୁ ହୋଇପାରିବେ ନାହିଁ। ସେମାନେ ତ କେବଳ ଧର୍ମ ସ୍ଥାପନ କରିବାକୁ ଆସିଥାନ୍ତି। ତାଙ୍କ ପଛରେ ସମସ୍ତେ ପାଠ କରିବା ପାଇଁ ଆସିବାରେ ଲାଗିଥାନ୍ତି। ଯେତେବେଳେ ସମସ୍ତଙ୍କର ତମପ୍ରଧାନ ଅବସ୍ଥା ଆସିଯାଏ, ସେତେବେଳେ ମୁଁ ଆସି ସମସ୍ତଙ୍କର ସଦ୍ଗତି କରିଥାଏ। ସମସ୍ତେ ଘରକୁ ଫେରିଯିବେ। ପୁଣି ନୂଆ ରୂପରେ ଚକ୍ର ଆରମ୍ଭ ହେବ। ତୁମେମାନେ ଏବେ ରାଜଯୋଗ ଶିଖୁଛ। ଯେଉଁମାନେ ଏବେ ରାଜଯୋଗ ଶିଖୁଛନ୍ତି ସେହିମାନେ ହିଁ ରାଜତ୍ୱ ପ୍ରାପ୍ତ କରିବେ। ପୁଣି ସେମାନେ ରାଜା ହୁଅନ୍ତୁ ଅଥବା ପ୍ରଜା ତ ଢେର ହେବେ। ରାଜା ପଦ ପାଇବାରେ ପରିଶ୍ରମ ରହିଛି। ଶେଷ ସମୟରେ ସବୁ କିଛି ଜଣାପଡ଼ିଯିବ। କେଉଁମାନେ ବୀଜମାଳାରେ ଗୁନ୍ଥା ହେବେ, ଅପାଠୁଆମାନେ ପାଠୁଆଙ୍କର ବୋଝ ବୋହିବେ। ସେମାନେ ସତ୍ୟଯୁଗକୁ ତ ଯିବେ, କିନ୍ତୁ ତାଙ୍କୁ ଚାକର ବାକର ହେବାକୁ ପଡ଼ିବ। ଏକଥା ସମସ୍ତଙ୍କୁ ଜଣାପଡ଼ିଯିବ। ଯେପରି ପରୀକ୍ଷା ସମୟରେ ସମସ୍ତଙ୍କୁ ଜଣାପଡ଼ିଯାଏ ଯେ କିଏ କିଏ ପାସ୍ ହେବେ। ଯଦି ପାଠପଢ଼ା ପ୍ରତି ଧ୍ୟାନ ଦିଅନ୍ତି ନାହିଁ ତେବେ ଫେଲ୍ ହୋଇଯାଆନ୍ତି। ସେହିପରି ତୁମର ମଧ୍ୟ ଏହା ବେହେଦର ପାଠପଢ଼ା ଅଟେ। ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତ ଗୋଟିଏ, ଯେଉଁଠି ପାଠ ପଢ଼ି ମନୁଷ୍ୟରୁ ଦେବତା ହୁଅନ୍ତି, କିନ୍ତୁ ଏଥିରେ ମଧ୍ୟ କ୍ରମାନ୍ୱୟରେ ପାସ୍ ହୋଇଥାନ୍ତି। ପାଠ ପଢ଼ା ତ କେବଳ ଏକ ରାଜଯୋଗର ହିଁ ରହିଛି। ରାଜପଦ ପାଇବା ପାଇଁ ମେହନତ କରିବାକୁ ପଡ଼ିବ ଏବଂ ସେବା ମଧ୍ୟ କରିବାକୁ ହେବ। ଯେଉଁମାନେ ରାଜା ହେବେ ସେମାନଙ୍କୁ ପୁଣି ନିଜର ପ୍ରଜା ମଧ୍ୟ ତିଆରି କରିବାକୁ ପଡ଼ିବ। ଭଲ ଭଲ କନ୍ୟାମାନେ ବଡ଼ ବଡ଼ ସେଣ୍ଟରର ଦାୟିତ୍ୱ ନେଉଛନ୍ତି, ବହୁତ ପ୍ରଜା ତିଆରି କରୁଛନ୍ତି। ବାବା ମଧ୍ୟ କହୁଛନ୍ତି ବଡ଼ ବଗିଚା ତିଆରି କର। ତେବେ ବାବା ମଧ୍ୟ ଆସି ଦେଖିବେ ଏବେ ତ ବହୁତ ଛୋଟ ଅଛି। ବମ୍ବେରେ ତ ଲକ୍ଷ ଲକ୍ଷ ହୋଇଯିବେ। ସାରା ରାଜବଂଶ ତ ସୂର୍ଯ୍ୟବଂଶୀ ହୋଇଯିବେ। ତେଣୁ ବହୁତ ହୋଇଯିବେ। ଯେଉଁମାନେ ମେହନତ କରୁଛନ୍ତି ସେମାନେ ରାଜା ହେବେ, ବାକି ତ ପ୍ରଜା ହୋଇଯିବେ। ଗାୟନ ମଧ୍ୟ କରାଯାଏ ଯେ ହେ ପ୍ରଭୁ, ତୁମର ସଦ୍ଗତିର ଲୀଳା। ତୁମେ କହୁଛ ବାଃ ବାବା, ଆପଣଙ୍କର ଗତି ମତି ସମସ୍ତଙ୍କର ସଦ୍ଗତି କରିବାର ଶ୍ରୀମତ ଏହା ସବୁଠାରୁ ନଥାଏ। ବାବା ସାଥିରେ ନେଇ ଯାଉଛନ୍ତି। ଏଠାରେ କାହାକୁ ହେଲେ ଛାଡ଼ି କରିଯିବେ ନାହିଁ। ନିରାକାରୀ ଆକାରୀ ସାକାରୀ ଲୋକକୁ ମଧ୍ୟ କେହି ଜାଣିନାହାନ୍ତି। କେବଳ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିବା ତାହା ମଧ୍ୟ ସମ୍ପୂର୍ଣ୍ଣ ଜ୍ଞାନ ନୁହେଁ।
ପ୍ରଥମେ ତ ବ୍ରହ୍ମଲୋକକୁ ଜାଣିବାକୁ ପଡ଼ିବ, ଯେଉଁଠି ଆମେ ଆତ୍ମାମାନେ ରହିଥାଉ। ତୁମେମାନେ ସାରା ସୃଷ୍ଟିଚକ୍ରର ଜ୍ଞାନକୁ ଜାଣିବା ଦ୍ୱାରା ଚକ୍ରବର୍ତ୍ତୀ ରାଜା ହେଉଛ। ଏସବୁ କେତେ ବୁଝିବାର କଥା ଅଟେ। ସେମାନେ ତ କହିଦେଉଛନ୍ତି ଶିବ ନାମ ରୂପରୁ ଅଲଗା ଅଟନ୍ତି। ତାଙ୍କର ଚିତ୍ର ମଧ୍ୟ ରହିଛି, ତଥାପି କହିଦେଉଛନ୍ତି ନାମ ରୂପରୁ ଅଲଗା। ପୁଣି କହିଦେଉଛନ୍ତି ସର୍ବବ୍ୟାପୀ। ଜଣେ MP କହିଥିଲେ ଯେ ମୁଁ ଏହା ମାନିବି ନାହିଁ ଯେ ଈଶ୍ୱର ସର୍ବବ୍ୟାପୀ ଅଟନ୍ତି। ମନୁଷ୍ୟ ପରସ୍ପରକୁ ମାଡ଼ ମାରୁଛନ୍ତି। କ'ଣ ଏହା ଈଶ୍ୱରଙ୍କର କାମ? ଆଗକୁ ଗଲେ ଏହି କଥାକୁ ସମସ୍ତେ ବୁଝିବେ। ଯେତେବେଳେ କି ତୁମର ବୃଦ୍ଧି ମଧ୍ୟ ହେବ। ବାବା ରାତ୍ରିରେ ମଧ୍ୟ ବୁଝାଇଥିଲେ ଯେ ଯେଉଁମାନେ ନିଜକୁ ହୁସିଆର ଭାବୁଛନ୍ତି ସେମାନେ ଏହିଭଳି ପତ୍ର ଲେଖନ୍ତୁ। ପୂରା ଜ୍ଞାନ କ'ଣ ତାଙ୍କୁ ବୁଝାଇବା ଦରକାର। ତୁମେମାନେ ସେମାନଙ୍କୁ ଲେଖିପାରିବ ଯେ ଆମେ ସମ୍ପୂର୍ଣ୍ଣ ଜ୍ଞାନ ଦେଇପାରିବୁ, ବ୍ରହ୍ମଲୋକର ଜ୍ଞାନ ମଧ୍ୟ ଦେଇପାରିବୁ, ନିରାକାର ବାବାଙ୍କ ପରିଚୟ ମଧ୍ୟ ଦେଇପାରିବୁ, ପୁଣି ପ୍ରଜାପିତା ବ୍ରହ୍ମା ଏବଂ ତାଙ୍କର ବ୍ରାହ୍ମଣ ଧର୍ମ ବିଷୟରେ ମଧ୍ୟ ବୁଝାଇ ପାରିବୁ। ଲକ୍ଷ୍ମୀ ନାରାୟଣ ଏବଂ ରାମ ସୀତାଙ୍କର ରାଜତ୍ୱ କିପରି ଚାଲୁଛି, ପୁଣି ତାଙ୍କଠାରୁ ରାଜତ୍ୱ କିଏ ଛଡ଼ାଇ ନେଇଛି, ସେହି ସ୍ୱର୍ଗ କେଉଁଆଡ଼େ ଗଲା। ଯେପରି କୁହାଯାଏ ନର୍କ କୁଆଡ଼େ ଗଲା, ସମାପ୍ତ ହୋଇଗଲା, ସେହିପରି ସ୍ୱର୍ଗ ମଧ୍ୟ ସମାପ୍ତ ହୋଇଯିବ। ସେ ସମୟରେ ମଧ୍ୟ ଭୂମିକମ୍ପ ଆଦି ହୋଇଥାଏ। ସେହି ହୀରା ନୀଳାର ମହଲ ଆଦି ଏପରି ଚାଲିଗଲା ଯେ କେହି ବି ବାହାର କରିପାରିଲେ ନାହିଁ। ସୁନା ହୀରା ନୀଳାର ମହଲ କେବେ ହେଲେ ତଳୁ ବାହାରି ନାହିଁ। ସୋମନାଥ ମନ୍ଦିର ଆଦି ତ ପରେ ନିର୍ମାଣ ହୋଇଛି। ତାଠାରୁ ତ ଦେବୀ ଦେବତାଙ୍କର ଘର ଉଚ୍ଚ ହେବ। ଲକ୍ଷ୍ମୀ ନାରାୟଣଙ୍କର ଘର କିପରି ହୋଇଥିବ, ସେସବୁ ସମ୍ପତ୍ତି କୁଆଡ଼େ ଗଲା। ଏଭଳି ଅନେକ ପ୍ରକାର କଥା ଶୁଣିଲେ ବିଦ୍ୱାନମାନେ ଆଶ୍ଚର୍ଯ୍ୟ ହେବେ। କହିବେ ଏମାନଙ୍କର ଜବରଦସ୍ତ ଜ୍ଞାନ ଅଟେ। ମନୁଷ୍ୟମାନେ ତ କିଛି ବି ନ ଜାଣି ସର୍ବବ୍ୟାପୀ ବୋଲି କହିଦେଉଛନ୍ତି। ଏହିସବୁ କଥା ନିଜେ ବୁଝି ପୁଣି ଅନ୍ୟମାନଙ୍କୁ ବୁଝାଇବା ଦରକାର। ତୁମକୁ ଧନ ମିଳୁଛି, ତେଣୁ ଦାନ କରିବାକୁ ହେବ। ବାବା ତୁମମାନଙ୍କୁ ଜ୍ଞାନ ଦେଇ ଚାଲିଛନ୍ତି, ତେଣୁ ତୁମେ ମଧ୍ୟ ଅନ୍ୟକୁ ଦେଇ ଚାଲ। ଏହା ଅଖୁଟ ସମ୍ପତ୍ତି। କିନ୍ତୁ ସବୁର ଆଧାର ଧାରଣା ଉପରେ ରହୁଛି। ଯେତେ ଧାରଣା କରିବ ସେତେ ଉଚ୍ଚପଦ ପାଇବ। ବିଚାର କର, କେଉଁଠି କଉଡ଼ି, କେଉଁଠି ହୀରା। ହୀରାର ମୂଲ୍ୟ ସବୁଠାରୁ ଅଧିକ, କଉଡ଼ିର ମୂଲ୍ୟ ସବୁଠାରୁ କମ୍। ଏବେ ତୁମେ କଉଡ଼ିରୁ ହୀରା ହେଉଛ, ଏ କଥା କେବେ କାହାର ସ୍ୱପ୍ନରେ ମଧ୍ୟ ଆସିନଥିବ। କେବଳ ଏତିକି ବୁଝିବେ ଯେ ବାସ୍ତବରେ ଏଠାରେ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା, ଯେଉଁମାନେ ଆସିକରି ଯାଇଛନ୍ତି। ବାକି ଏହି ରାଜ୍ୟ କେବେ କିଏ ଦେଲେ, ଏକଥା କିଛି ଜାଣିନାହାନ୍ତି। ରାଜତ୍ୱ କିଏ ଦେଇଥିଲେ, ଏ ବିଷୟରେ ତ କିଛି ବି ଜ୍ଞାନ ନାହିଁ। ରାଜଯୋଗ ଦ୍ୱାରା ସ୍ୱର୍ଗର ରାଜତ୍ୱ ମିଳୁଛି। ଏହା କେତେ ବିଚିତ୍ର କଥା ନା। ତେବେ ଭଲ ଭାବରେ ପିଲାମାନଙ୍କ ବୁଦ୍ଧିରେ ନିଶା ରହିବା ଉଚିତ, କିନ୍ତୁ ମାୟା ସେହି ସ୍ଥାୟୀ ନିଶା ରହିବାକୁ ଦେଉନାହିଁ। ଆମେ ଶିବ ବାବାଙ୍କର ସନ୍ତାନ। ଏହି ଜ୍ଞାନକୁ ଜାଣି ଆମେ ବିଶ୍ୱର ମାଲିକ ହେବୁ, ଏ କଥା କ'ଣ କାହାର ବୁଦ୍ଧିରେ ଆସୁଥିବ। ତେଣୁ ବାବା ବୁଝାଉଛନ୍ତି ପିଲାମାନଙ୍କୁ କେତେ ମେହନତ କରିବାକୁ ପଡ଼ିବ। କୁହାଯାଏ ଗୁରୁଙ୍କର ନିନ୍ଦୁକ କେଉଁଠି ସ୍ଥାନ ପାଇପାରିବେ ନାହିଁ। ଏହା ବର୍ତ୍ତମାନର କଥା। ସେମାନଙ୍କର ତ କୌଣସି ଲକ୍ଷ୍ୟ ହିଁ ନାହିଁ। ତୁମର ତ ଲକ୍ଷ୍ୟ ରହିଛି। ବାବା ଏକା ଧାରରେ ପିତା, ଶିକ୍ଷକ, ଗୁରୁ ଅଟନ୍ତି। ତୁମେମାନେ ଜାଣିଛ ଏହି ପାଠପଢ଼ା ଦ୍ୱାରା ଆମେ ବିଶ୍ୱର ମାଲିକ ହେବୁ।
ତେଣୁ କେତେ ସାବଧାନପୂର୍ବକ ପଢ଼ିବାକୁ ହେବ ଏବଂ ପଢ଼ାଇବାକୁ ହେବ। ଏପରି କୌଣସି କଥା ନ ହେଉ ଯାହାଦ୍ୱାରା ବାବାଙ୍କର ନିନ୍ଦା ହୋଇଯିବ। କାହା ସହିତ ଲଢ଼େଇ ଝଗଡ଼ା କରିବାର ନାହିଁ। ସମସ୍ତଙ୍କ ସହିତ ମିଠା କଥା ହେବା ଉଚିତ। ବାବାଙ୍କର ପରିଚୟ ସମସ୍ତଙ୍କୁ ଦେବାକୁ ହେବ। ବାବା କହୁଛନ୍ତି ଦାନ ଦେଲେ ଗ୍ରହଣ ଛାଡ଼ିଯିବ। ନମ୍ବର 1 ଦାନ ହେଉଛି ଦେହ ଅଭିମାନର। ବର୍ତ୍ତମାନ ତ ତୁମେ ଆତ୍ମ ଅଭିମାନୀ ହୋଇଛ ଏବଂ ପରମାତ୍ମା ଅଭିମାନୀ ମଧ୍ୟ ହେଉଛ। ଏହା ତୁମର ବହୁତ ଅମୂଲ୍ୟ ଜୀବନ। ବାବା କହୁଛନ୍ତି କଳ୍ପ ମୁଁ ତୁମକୁ ଏହିପରି ପାଠ ପଢ଼ାଇବାକୁ ଆସୁଛି, ପୁଣି ତୁମେ ଭୁଲି ଯାଉଛ। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଆଚ୍ଛା, ମିଠା ମିଠା ଶିଖିଲ ଦେ ଜ୍ଞାନରତ୍ନ ଧାରଣ କରୁଥିବା ଏବଂ ସେବାଧାରୀ ସନ୍ତାନମାନଙ୍କର ପ୍ରତି ମାତୃପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କ ତରଫରୁ ଆତ୍ମିକ ପିତାଙ୍କୁ ଆଉ ବାପଦାଦାଙ୍କୁ ଅଗଣିତ ଧନ୍ୟବାଦ, ଅଗଣିତ ଶୁକ୍ରିୟା। ଶୁକ୍ରିୟା ବାବା, ଶୁକ୍ରିୟା ବାବା, ଶୁକ୍ରିୟା ବାବା, ଆପଣଙ୍କୁ ବହୁତ ବହୁତ ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ। 1 ନମ୍ବର ପଏଣ୍ଟ, ସମସ୍ତଙ୍କୁ ମିଠା କଥା କହିବାକୁ ହେବ। ଏପରି କୌଣସି କଥା କହିବାର ନାହିଁ ଯାହାଦ୍ୱାରା ବାବାଙ୍କର ନିନ୍ଦା ହେବ। ଦେହ ଅଭିମାନକୁ ଦାନ ଦେଇ ଆତ୍ମ ଅଭିମାନୀ ଏବଂ ପରମାତ୍ମା ଅଭିମାନୀ ହେବାକୁ ପଡ଼ିବ। ବାବା ଆଜି କ'ଣ କହିଲେ? ଧାରଣା ପଏଣ୍ଟ 1 ନମ୍ବର ପଏଣ୍ଟ, ସମସ୍ତଙ୍କୁ ମିଠା କଥା କହିବାକୁ ହେବ। ଏପରି କୌଣସି କଥା କହିବାର ନାହିଁ ଯାହାଦ୍ୱାରା ବାବାଙ୍କର ନିନ୍ଦା ହେବ। ଦେହ ଅଭିମାନକୁ ଦାନ ଦେଇ ଆତ୍ମ ଅଭିମାନୀ ଏବଂ ପରମାତ୍ମା ଅଭିମାନୀ ହେବାକୁ ପଡ଼ିବ। 2 ନମ୍ବର ପଏଣ୍ଟ, ନିଜକୁ ମିଳୁଥିବା ଜ୍ଞାନ ଧନକୁ ଦାନ କରିବାକୁ ହେବ। ପାଠପଢ଼ା ଦ୍ୱାରା ରାଜତ୍ୱ ମିଳୁଛି, ତେଣୁ ସର୍ବଦା ଏହି ନିଶାରେ ସ୍ଥାୟୀ ଭାବରେ ରହିବାକୁ ହେବ। ବହୁତ ଧ୍ୟାନପୂର୍ବକ ପାଠ ପଢ଼ିବାକୁ ହେବ। ବାବା ଆଜି 2 ନମ୍ବର ପଏଣ୍ଟ କ'ଣ କହିଛନ୍ତି? ଧାରଣା ପଏଣ୍ଟ, ନିଜକୁ ମିଳୁଥିବା ଜ୍ଞାନ ଧନକୁ ଦାନ କରିବାକୁ ହେବ। ପାଠପଢ଼ା ଦ୍ୱାରା ରାଜତ୍ୱ ମିଳୁଛି, ତେଣୁ ସର୍ବଦା ଏହି ନିଶାରେ ସ୍ଥାୟୀ ଭାବରେ ରହିବାକୁ ହେବ। ବହୁତ ଧ୍ୟାନପୂର୍ବକ ପାଠ ପଢ଼ିବାକୁ ହେବ। ବରଦାନ, ଆଜି ବାବା କ'ଣ ବରଦାନ ଦେଇଛନ୍ତି? ବାବାଙ୍କର ବରଦାନୀ ହସ୍ତ ମୋ ଆତ୍ମା ଉପରେ ଅଛି। ଆଉ ବାବାଙ୍କର ବରଦାନୀ ହସ୍ତର ସ୍ପର୍ଶକୁ ମୁଁ ଆତ୍ମା ଅନୁଭବ କରୁଛି। ବାବା ଆଜି ଆମ ଆତ୍ମାମାନଙ୍କୁ କ'ଣ ବିଶେଷ ବରଦାନ ଦେଇଛନ୍ତି? ସାକ୍ଷୀପଣିଆର ଆସନ ଦ୍ୱାରା ପରେଶାନୀ ଅର୍ଥାତ ବ୍ୟକ୍ତିବ୍ୟସ୍ତ ଶବ୍ଦକୁ ସମାପ୍ତ କରୁଥିବା ମାଷ୍ଟର ତ୍ରିକାଳଦର୍ଶୀ ଭବ। ବାବା ଆଜି କ'ଣ ବିଶେଷ ବରଦାନ ଦେଇଛନ୍ତି? ସାକ୍ଷୀପଣିଆର ଆସନ ଦ୍ୱାରା ପରେଶାନୀ ଅର୍ଥାତ ବ୍ୟକ୍ତିବ୍ୟସ୍ତ ଶବ୍ଦକୁ ସମାପ୍ତ କରୁଥିବା ମାଷ୍ଟର ତ୍ରିକାଳଦର୍ଶୀ ଭବ। ଏହି ସୃଷ୍ଟି ନାଟକରେ ଯାହା ସବୁ ଘଟୁଛି ସେଥିରେ କଲ୍ୟାଣ ଭରି ରହିଛି। ତେଣୁ କାହିଁକି କ'ଣର ପ୍ରଶ୍ନ ବୁଦ୍ଧିମାନ ବ୍ୟକ୍ତିଙ୍କ ମନରେ ଉଠିପାରିବ ନାହିଁ। ଏଥିରେ କ୍ଷତି ଭିତରେ ମଧ୍ୟ କଲ୍ୟାଣ ଭରି ରହିଛି। ଯଦି ବାବାଙ୍କର ସଙ୍ଗ ଏବଂ ହାତରେ ହାତ ରଖିଥିବ ତେବେ ଅକଲ୍ୟାଣ ହୋଇପାରିବ ନାହିଁ। ଏହିଭଳି ଶ୍ରେଷ୍ଠ ବିଚାର ରୂପୀ ଆସନ ଉପରେ ଯଦି ସର୍ବଦା ସ୍ଥିତ ହୋଇ ରହିଥିବ ତେବେ କେବେ ବି ବ୍ୟତିବ୍ୟସ୍ତ ହୋଇପାରିବ ନାହିଁ। ତେବେ ସାକ୍ଷୀପଣିଆର ଆସନ ବ୍ୟତିବ୍ୟସ୍ତ ଶବ୍ଦକୁ ସମାପ୍ତ କରିଦେଇଥାଏ। ସେଥିପାଇଁ ତ୍ରିକାଳଦର୍ଶୀ ହୋଇ ପ୍ରତିଜ୍ଞା କର ଯେ ମୁଁ କେବେ ବି ବ୍ୟତିବ୍ୟସ୍ତ ହେବି ନାହିଁ, କାହାକୁ କରିବି ନାହିଁ। ବାବା ଆଜି ସ୍ଲୋଗାନ କ'ଣ କହିଛନ୍ତି? ନିଜର ସମସ୍ତ କର୍ମେନ୍ଦ୍ରିୟ ଗୁଡ଼ିକୁ ଶୃଙ୍ଖଳିତ ଭାବରେ ଚଳାଇବା ହିଁ ସ୍ୱରାଜ୍ୟ ଅଧିକାରୀ ହେବା। ନିଜର ସମସ୍ତ କର୍ମେନ୍ଦ୍ରିୟ ଗୁଡ଼ିକୁ ଶୃଙ୍ଖଳିତ ଭାବରେ ଚଳାଇବା ପାଇଁ ସ୍ୱରାଜ୍ୟ ଅଧିକାରୀ ହେବା। ଅବ୍ୟକ୍ତ ଇଶାରା, ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ।
ନିଶ୍ଚୟ ବୁଦ୍ଧିର ଅର୍ଥ ହେଲା ଚିନ୍ତାମୁକ୍ତ ସମ୍ରାଟ। ସେ ହିଁ ବାପ୍ସମାନ ଅଟନ୍ତି। ବିନାଶୀ ଧନର ଅଧିକାରୀ ଆତ୍ମାମାନେ ଯେତିକି ଧନ ରୋଜଗାର କରିଥାନ୍ତି, ସମୟ ଅନୁସାରେ ସେତିକି ଚିନ୍ତାରେ ରହିଥାନ୍ତି। କିନ୍ତୁ ଯେଉଁମାନଙ୍କର ବିଶ୍ୱାସ ଅଛି ଯେ ଆମେ ଈଶ୍ୱରୀୟ ସମ୍ପତ୍ତିର ମାଲିକ ଏବଂ ପରମାତ୍ମା ପିତାଙ୍କର ବାଳକ ଅଟୁ, ସେମାନେ ସ୍ୱପ୍ନରେ ମଧ୍ୟ ସର୍ବଦା ଚିନ୍ତାମୁକ୍ତ ସମ୍ରାଟ ଅଟନ୍ତି। କାହିଁକି ନା ସେମାନଙ୍କର ବିଶ୍ୱାସ ଅଛି ଯେ ଏହି ଈଶ୍ୱରୀୟ ସମ୍ପତ୍ତି ଗୁଡ଼ିକ କେବଳ ଏହି ଜନ୍ମରେ ନୁହେଁ, ଅନେକ ଜନ୍ମ ସାଥିରେ ରହିଛି ଏବଂ ସାଥିରେ ରହିବ। ତେଣୁ ସେମାନେ ନିଶ୍ଚୟ ବୁଦ୍ଧି ନିଶ୍ଚିନ୍ତ ସ୍ଥିତିରେ ରହିଥାନ୍ତି। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।